ଆଜ୍ଞା ଆମେ ପଚାରିକି ବୁଝିବୁ ତ ଭିଡ଼ିଓ କଣ୍ଟିନ୍ୟୁ କରିବା ସମାଜର କେବେ କାହିଁ ହେଇଥିଲା ତ ଭିଡ଼ିଓ ତ ଦେଖିଲା ଆଉ ଏବେ ଦେଖିପାରୁଥିଲେ ଆମର ସମାଜର ପାଣ୍ଡୁ ବଂଶର ବହୁତ ଜନଗହଳି ହେଇଛନ୍ତି ଏଇଟାରେ। ତ ଏଇଟା ହଉଛି ଆମର ନବରଙ୍ଗପୁର ଜିଲ୍ଲାର ଜଟାବଲଟାରେ ଏଇ ଆଜିର ପାଣ୍ଡୁ ବଂଶ ମହାସମ୍ମିଳନୀ ହେଇଛି। ତ ଚାଲନ୍ତୁ ଆମେ ଭିଡ଼ିଓଟି ଡେରି ନ କରି ଏଇଠି ଆମେ ଭିଡ଼ିଓଟି ଷ୍ଟାର୍ଟ କରିଦେବା। ଏବେ ଚାଲ ତ ସାଙ୍ଗମାନେ ପାଣିଲେ ବି ଆମର ଆଜ୍ଞା ମାନେ ଅଛନ୍ତି ତ ସେମାନଙ୍କୁ ପଚାରିବା ଟିକେ ଦି ପଦ ଆମେ ପଚାରିବା। ତ ଆଜ୍ଞା ନମସ୍କାର ସବୁବେଳେ ଜୁଆର। ତ ଆଜି ଏଇ ପାଣ୍ଡୁ ବଂଶ ମହାସମ୍ମିଳନୀ ବିଷୟରେ ଆମେ ଆସିକି ଦେଖୁଛୁ ବହୁତ ଜନଗହଳି ହେଇଛନ୍ତି ଆଉ ବହୁତ ଆମର ବଂଶର ଦାଦା ବୁଢ଼ୀ ମାନେ ସମସ୍ତେ ଆସିଛନ୍ତି। ତ ସେ ବିଷୟରେ ଆପଣ କଣ କହିବେ? ନିଶ୍ଚିତ ଭାବରେ ଆଜି ଅନେକ ଦିନ ପରେ ମାନେ ଏଥି ପୂର୍ବରୁ କେବେ ମଧ୍ୟ ହେଇନଥିଲା ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା ଜଟାବାଲଠାରେ ଅନୁଷ୍ଠିତ ହୋଇଛି ପାଣ୍ଡୁ ବଂଶ ମାନଙ୍କର ମହାସମ୍ମିଳନୀ ଏବଂ ଏହି ସମ୍ମିଳନୀରେ ଅନେକ ଲୋକ ମାନେ ଛତିଶଗଡ଼ର ଖଣ୍ଡାଗାଁ ବସ୍ତର ଏବଂ କଳାହାଣ୍ଡି ନବରଙ୍ଗପୁର କୋରାପୁଟରୁ ଆମର ମା ଭଉଣୀ ବାପା ଦାଦା ବଡ଼ୁ କାକା କାକି ସବୁ ଆସିକି ଯୋଗ ଦେଇଛନ୍ତି। ଆମକୁ ବହୁତ ଖୁସି ଲାଗୁଛି ଏବଂ ଆଜି ଯେଉଁ ବଂଶ ପରମ୍ପରା ଉପରେ ନେଇକରି ଆମର ଯେଉଁ ସମ୍ମିଳନୀ ହେଇଥିଲା ଏଥିପାଇଁ ସମସ୍ତେ ଖୁସି ଯେ ଆମର କେବେ ହେଇନାହିଁ ଅଲଗା ବଂଶ ମାନଙ୍କର ହେଉଛି ଆମର ମଧ୍ୟ ଆଜିରୁ ହେଉ ଏବଂ ପ୍ରତ୍ୟେକ ବର୍ଷ ଆମେ କରିବୁ ଏଭଳି ସମସ୍ତ ମନର ଉତ୍ସାହ ଅଛି ଉଦ୍ଦୀପନା ଅଛି। ଆଗାମୀ ଦିନକୁ ନିଶ୍ଚିତ ଭାବରେ ଆଉ ଥରେ ବଡ଼ ଧରଣର ହେବ ଏଥିରେ କୌଣସି ପ୍ରକାର ମାନେ ଇଏ ନାହିଁ। ଏଇ ପାଣ୍ଡୁ ବଂଶର ମହାସମ୍ମିଳନୀ କରିବାର ଉଦ୍ଦେଶ୍ୟ କଣ ଥିଲା? ଏଇ ଯେଉଁ ମହାସମ୍ମିଳନୀ କରିବାର ଉଦ୍ଦେଶ୍ୟ ହେଉଛି ଆମର ଯେଉଁ ଅନେକ ପ୍ରକାର ଯେଉଁ ଇଏ ରହି ମାନେ କ'ଣ କହିବେ ତାକୁ ନା ଗୋଟେ ଗୋଟେ ବାନ୍ଧା ବା ଗୋଟେ ଗୋଟେ ପରିବାର ଯେଉଁ ଅଲଗା ଅଲଗା ରହିଛନ୍ତି ସମସ୍ତଙ୍କୁ ଏକଜୁଟ କରିବେ। ଆମର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଏକଜୁଟ କରିବେ। ଯେମିତି ଆମର ବି ଅନନ୍ତପୁର ଅଛି, ତିରମାରିଆ ଅଛନ୍ତି, ରାତାକଣ୍ଡିଆ ଅଛନ୍ତି, କଳାହାଣ୍ଡିଆ ଏଇଭଳି ବିଭିନ୍ନ ପ୍ରକାର ମାନ୍ଦା ଯେଉଁ ରହିଛନ୍ତି ଆମର ଭିତରେ ସେଇ ସମସ୍ତଙ୍କୁ ଏକଜୁଟ କରିବା ଏବଂ ଗୋଟେ ପାଣ୍ଡୁ ବଂଶ ମାନେ ଏକ ସେଇ ହିସାବରେ ଆମେ ଏକ ହେଇକରି ଚାଲିବା ଏକ ହେଇକରି ଗୋଟେ ସମ୍ପର୍କ ସ୍ଥାପନ କରିବା ଏଇ ଉଦ୍ଦେଶ୍ୟ ନେଇକରି କରା। ଏଇ ଆଜିର ପାଣ୍ଡୁ ବଂଶରେ କେତୋଟି ମାଦାର ଆଜି ସଂଗଠନ ହେଇଛି? ନିଶ୍ଚିତ ଭାବରେ ପାଖାପାଖି ଆମେ ମାନ୍ଦା ହିସାବରେ ଦେଖିବାକୁ ଗଲେ 25 ଖଣ୍ଡେ ହେଉଛି, 23ରୁ 25ଟା ମାନ୍ଦା ହେଉଛି। ଆଉ ଗାଁ ହିସାବରେ ଦେଖିଲେ ତ ଶହ ଶହ ଗାଁ ଯାକ ହିସାବ ରଖା ହେଇନି ମାନ୍ଦା ହିସାବରେ ଯେମିତି ଆମର ମେନ୍ ମାନ୍ଦା ରହୁଛନ୍ତି ସେ ମାନ୍ଦା ହିସାବରେ ଆମ ପାଖାପାଖି 25ରୁ 30ଟା ମାନ୍ଦା ହେଉଛି। এই 2024ରେ ଫାର୍ଷ୍ଟ ଟାଇମ୍ ଏଇ ଜାଗାରେ ହେଇଛି ନା ଆଗରେ କୋଉଠି ହେଇଥିଲା? କେବେ ଏଇଟା ହେଇନଥିଲା 2024ରେ ପ୍ରଥମ ଥର ପାଇଁ ହେଇଛି ଏବଂ ଆଗାମୀ ଦିନକୁ ହେବାର ବହୁତ ସମ୍ଭାବନା ଅଛି ଏବଂ ବହୁତ ଖୁସି ବହୁତ ଉତ୍ସାହ ହେଇଛନ୍ତି ଆମର ମା ଭଉଣୀ ମାନେ ବାପା ଭାଇ ମାନେ ଦାଦା ବଡ଼ୁ ମାନେ ଆଗାମୀ ଦିନକୁ ସେମାନେ ନିଶ୍ଚିତ ଭାବରେ ଏଇଠି ନହେଲେ ମଧ୍ୟ ଅଲଗା ଜାଗାରେ କରିବେ। ମୁଁ ମଧ୍ୟ ଜଟାବାଲରେ ନ ହଉ ଅଲଗା ଜାଗାରେ ହଉ ବୋଲି ମୁଁ ବି ଚାହୁଁଛି। ଆମେ ବି ତାଙ୍କୁ ସହଯୋଗ କରିବୁ ଯେମିତି ସେମାନେ ଆମକୁ ସହଯୋଗ କରୁଛନ୍ତି। ପାଣ୍ଡୁର ଶବ୍ଦ ମାନେ କୋଉଠି ଆସିଲା ସାର୍? ପାଣ୍ଡୁ ଏହା ହେଉଛି ତ ଗୋଟେ ରାଜ ପରିବାରର ଶବ୍ଦ। ଯେହେତୁ ଆମେ ଯେଉଁ ଇତିହାସ ପଢ଼ିଛୁ ବା ଯାହା ଆମେ ଶୁଣିଛୁ ପ୍ରକୃତରେ ଆମର ଥିଲେ ନାଗପୁରରେ ପାଣ୍ଡୁ ଆମ ପାଣ୍ଡୁ ବଂଶର ଜଣେ ରାଜା ଥିଲା। ତାର ବଂଶଧର ଆମ ସମସ୍ତେ ସେଠୁ ସେମାନେ ଆସୁଛନ୍ତି ଅରଙ୍ଗାଲରୁ ବସ୍ତର ବା ଛତିଶଗଡ଼ରୁ କୋରାପୁଟ କଳାହାଣ୍ଡି ଇତ୍ୟାଦି ଆମେ ଭାଗ ଭାଗ ହେଇଛୁ। ଏହା ହେଉଛି ଆମର ମୂଳ ଇତିହାସ କିନ୍ତୁ ଆମେ ପ୍ରକୃତ ରାଜ ପରିବାର ଲୋକ। ଆଜି ମଧ୍ୟ ଆମର ଲୋକମାନେ ପ୍ରତ୍ୟେକ ଗାଁରେ କିଛି ନା କିଛି ପଦପଦବୀରେ ଅଛନ୍ତି। ପୂଜାରୀ ହଉ ମାଝୀ ହଉ ଗଉଁଟିଆ ହଉ ନାୟକ ହଉ ଏଭଳିଆ କିଛି ନା କିଛି ଶାସନ ବ୍ୟବସ୍ଥାରେ ରହିଛନ୍ତି। ତେଣୁ ଏଠୁ ଜଣାପଡ଼ୁଛି ଯେ ସେମାନେ ଗୋଟେ ରାଜ ପରିବାର ଲୋକ ଥିଲେ। ଆଜି ବି ସେମାନେ ସେଇ ପରିସ୍ଥିତିରେ ଅଛନ୍ତି। କିନ୍ତୁ ବହୁତ ଗୁଡ଼େ ସମାଜର ବି ବଂଶରେ ବି ଏମିତି ମହାସମ୍ମିଳନୀ କରିଛନ୍ତି। ତ ଆମର ଏଇ ଫାର୍ଷ୍ଟ ଟାଇମ୍ ଏଇ ବର୍ଷ 2024ରେ ଏଇ ଜଟାବାଲଟାରେ ହେଇଛି ଆମର ମହାସମ୍ମିଳନୀ ପାଣ୍ଡୁ ବଂଶର ବତ୍ରା ସମାଜର ଏଇ ପାଣ୍ଡୁ ବଂଶ ମହାସମ୍ମିଳନୀ। ତ ଆଉ ଏଇ ପାଣ୍ଡୁ ବଂଶର ମହାସମ୍ମିଳନୀ ଆଗକୁ କେମିତି ଗଢ଼ିବ? ନିଶ୍ଚିତ ଭାବରେ ଆଜି ଯେଉଁ ଭଳିଆ ଉତ୍ସାହ ଯେଉଁ ଭଳିଆ ଉଦ୍ଦୀପନା ଲୋକମାନଙ୍କ ଭିତରେ ଦେଖାଗଲା ଆଗାମୀ ଦିନକୁ ଆପେ ଆପେ ହେଇଯିବ। ଗୋଟେ ଡାକରା ଦେଲେ ବୈଠକ ହେବ। ଏଇଭଳି ଆଜି ଯାହା ଲୋକଙ୍କର ମନରୁ ଜଣାପଡ଼ୁଛି ତାଙ୍କର ଉଦ୍ବେଗରୁ ଜଣାପଡ଼ୁଛି ଆଗାମୀ ଦିନକୁ ସୁବିଧା ହେବ ଏବଂ ଅଧିକା ଲୋକ ନିଶ୍ଚିତ ଭାବରେ। ତ ବର୍ତ୍ତମାନ ଏବେ ଆମର ଆଜ୍ଞା ଏମିତି କହିଲେ ବହୁତ ବଢ଼ିଆ ଲାଗିଲା। ଆଉ ଆମର ଆଉ ଜଣେ ଆମର ନାନୀ ଅଛନ୍ତି ତ ସେ ତାଙ୍କୁ ଟିକେ ପଚାରିବା ଏଇ ଆମର ମହାସମ୍ମିଳନୀ ବିଷୟରେ ପାଣ୍ଡୁ ବଂଶ ସମ୍ମିଳନୀ ବିଷୟରେ। ତ ତାଙ୍କର ମତାମତ କ'ଣ ରହିଛି? ନମସ୍କାର।
ଆପଣଙ୍କର ମତାମତ କଣ ରହିଲା ଏଇ ଆମର ପାଣ୍ଡୁ ବଂଶ ମହାସମ୍ମିଳନୀ ବିଷୟରେ? ବହୁତ ଖୁସି ଲାଗୁଛି ଯାହା ହଉ ଆମର ଓଡିଶା ପାଇଁ ଆମର ନବରଙ୍ଗପୁର ଜିଲ୍ଲାରେ ଗୋଟେ ବହୁତ ଖୁସିର ଦିନ ଆଜି ଆମର ପାଇଁ। ତ ଓଡିଶାରୁ ଛତିଶଗଡରୁ ଆମର କଳାହାଣ୍ଡି ସବୁଠୁ ଆମର ପାଣ୍ଡୁ ବଂଶର ମୋର ମା ବାପା ଭାଇ ଭଉଣୀ ସମସ୍ତେ ଏକଜୁଟ ହେଇଛୁ। ବହୁତ ଖୁସି ଲାଗୁଛି ଏତେ ବର୍ଷ ଆମେ ଜନ୍ମ ହେଇକି ଏବେ ଆମର 27-28 ବର୍ଷ ହବ ଆମେ ଜାଣିନଥିଲୁ ଯେ ପାଣ୍ଡୁ ବଂଶର ସମ୍ମିଳନୀ କେବେ ହେଇଥିଲା କୋଉଠି ହେଇଥିଲା। ତ ଆଜି ଆମକୁ ବହୁତ ଖୁସି ଲାଗୁଛି ଯାହା ହଉ ଆମେ ଗୋଟେ ଏକଜୁଟ ହେଇଛୁ। ତ ମୁଁ ବି ଯୋଉ ଆମର ଚେୟାରମ୍ୟାନ ଆଜ୍ଞା କହୁଥିଲେ ମନ୍ଦା ଆମେ ଆସିଛୁ ଆମର କିରମାରିଆ ମନ୍ଦା କିରମାରିଆ ମନ୍ଦା ଏବଂ ମୁଁ ଉମରକୋଟ ବ୍ଲକର ପାଣ୍ଡୁ ବଂଶର ଗୋଟେ ପରିବାରରୁ ମୁଁ ଏବେ ରାଜନୀତିରେ ଆସିଛି। ବହୁତ ଖୁସି ଲାଗୁଛି ଆଜି ଏତେ ସଂଖ୍ୟାରେ ମୋର ବାପା ମା ମାନେ ପାଣ୍ଡୁ ବଂଶର ଯୋଗଦାନ କରୁଛନ୍ତି। ତ ବହୁତ ଖୁସି ଲାଗୁଛି। ତ ଆଜି ଏଇ ଯୋଉ ଭଳିଆ ଜନଗହଳି ହେଇଛନ୍ତି ତ ଆପଣଙ୍କୁ କେତେ ଆଉ ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି ବହୁତ ଖୁସି ଲାଗୁଛି କାହିଁକି ନା ଆମର ବତରା ସମାଜର ଏବେ ଆମର ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଗଲେଣି। ଆଉ ଆଗାମୀ ଦିନରେ ବି ଆମର ବତରା ସମାଜର ପାଣ୍ଡୁ ବଂଶର ମୋର ବାପା ମା ମାନେ ସମସ୍ତେ ଶିକ୍ଷିତ କରିକିନା ତାଙ୍କର ପୁଅ ଝିଅ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଚାକିରୀ କ୍ଷେତ୍ରରେ ରାଜନୀତି କ୍ଷେତ୍ରରେ ନିଶ୍ଚୟ ଆଗକୁ ନେବେ। ଆମକୁ ବହୁତ ଖୁସି ଲାଗୁଛି ଯାହା ହଉ ବହୁତ ସଂଖ୍ୟାର ମା ମାନେ ବି ଯୋଗଦାନ ଦେଇଛନ୍ତି। ବହୁତ ଖୁସି ଲାଗୁଛି। ବର୍ତ୍ତମାନ କେତେ ଦୂର ଦୂରାନ୍ତର ଆସିଥିବେ ଏଇ ଜୋଟା ବାଲଟାରେ? ବହୁତ ଦୂର ଦୂରାନ୍ତ ଛତିଶଗଡରୁ ଅନନ୍ତପୁର ତାପରେ ଆମର କଳାହାଣ୍ଡି ଆମର ନବରଙ୍ଗପୁର ଜିଲ୍ଲାର 10ଟା ବ୍ଲକରୁ ତାପରେ ଆମର ଛତିଶଗଡ ବସ୍ତର କୋରାପୁଟ କଳାହାଣ୍ଡି ପ୍ରାୟ ଆମର 10-15ଟା ଡିଷ୍ଟ୍ରିକ୍ଟ ରୁ ଆସିଛନ୍ତି। ବହୁତ ଦୂର ଦୂରାନ୍ତରୁ କାଲିଠୁ ଆସିଛନ୍ତି। ବହୁତ ଖୁସି ଲାଗୁଛି ଆମ ବଂଶ ପାଇଁ ବୋଲିକରି ଗୋଟେ ସମ୍ମିଳନୀ ହଉଛି ବୋଲିକି ଦୂର ଦୂରାନ୍ତରୁ କାଲି 3-4 ଦିନ ହେଇକି ହେଲାଣି ସେମାନେ ବାହାରିକି ଆସିଛନ୍ତି। ବହୁତ ଖୁସିରେ ସମସ୍ତେ ଏକଜୁଟ ହେଇକି ଆମେ ସମସ୍ତେ କେମିତି ଆମର ପାଣ୍ଡୁ ବଂଶର ସମ୍ମିଳନୀକୁ କେମିତି ଉତ୍ସାହର ସହିତ ଆମେ ସମସ୍ତେ କେମିତି ଯୋଗଦାନ କରିବା ସମସ୍ତଙ୍କର ସହିତ କେମିତି ମିଳାମିଶା ହବା। ତ ଏଇଟା ଗୋଟେ ଭାଇଚାରାର ସମ୍ପର୍କ ପରି ହେଇଛି। ବହୁତ ଖୁସି ଲାଗୁଛି। ଏମିତି ଆମର ପାଣ୍ଡୁ ବଂଶର ମହାସମ୍ମିଳନୀ ହେଲା ତ ଆପଣ ଆଗରେ ଏମିତି ଭାବିଥିଲେ କି ଏମିତି ଗୋଟେ ମହାସମ୍ମିଳନୀ କରିବା ଉଦ୍ଦେଶ୍ୟରେ? ନାଇଁ ନାଇଁ କେବେ ଭାବି ନଥିଲୁ ସ୍ୱପ୍ନ ବି ଦେଖି ନଥିଲୁ। ତ ପାଣ୍ଡୁ ବଂଶର ଏତେ ଆମର ସଂଖ୍ୟାରେ ମୋର ମା ବାପା ଭାଇ ଭଉଣୀ ମାନେ ଅଛନ୍ତି। ବହୁତ ଖୁସି ଲାଗୁଛି ଏଇ ଯୋଉ ପାଣ୍ଡୁ ବଂଶର ସମ୍ପର୍କ ଏତେ ମା ବାପା ମାନେ ଆସିଛନ୍ତି ତାଙ୍କ ଭିତରେ ବି କିଏ ଆମର ରିଲେଟିଭ କିଏ ଆମର କିଏ କୁ ବଂଶ ଆମର ନିଜର ଲୋକ ବି ଆମେ ଜାଣିନଥିଲି ଯେ ତାଙ୍କର ବଂଶ ବୋଲିକି। ଆଉ ବହୁତ ଖୁସି ଲାଗୁଛି ଏତିକି ଆମର ବାପା ମା ମାନେ ଆସିଛନ୍ତି ଛତିଶଗଡ ବସ୍ତର ଓଡିଶାରୁ। ବହୁତ ସମସ୍ତଙ୍କ ସହିତ ଏଠି ମିଳାମିଶା ବି ହେଇପାରୁଛି। ଧନ୍ୟବାଦ। ତ ଏବେ ଦେଖିପାରୁଥିବେ ଆମର ତ ସାଙ୍ଗମାନେ ଏବେ ଆମେ ଆମର ନବରଙ୍ଗପୁର ଜିଲ୍ଲାରେ ଫାର୍ଷ୍ଟ ଟାଇମ୍ ଆମର ପାଣ୍ଡୁ ବଂଶ ମହାସମ୍ମିଳନୀ ହେଇଛି। ତ ଆମର ଆଜ୍ଞା ମାନେ ଆଉ ଦିଦି ମାନେ କହିଲେ ସେ ବିଷୟରେ। ତ ଆଉ ଦେଖିପାରୁଥିବେ ଆପଣ ମାନେ ବହୁତ ଏମିତି ଆମର ପାଣ୍ଡୁ ବଂଶର ଲୋକ ଆଉ ମାତା ବହୁତ ଜନଗହଳି ହେଇଛନ୍ତି ଏଇ ଜାଗାରେ। ତ ଆଉ ଆମର ଆଉ ଜଣେ ଆଜ୍ଞା ଅଛି ତ ସେ ତାଙ୍କର ମତାମତ ଆଜ୍ଞା ନମସ୍କାର। ଆପଣଙ୍କର ନାଁ କଣ? ଗଣେଶ ମାଝୀ ସାର୍। ଆପଣ କୋଉଥିରେ ତ ମୋର କଳାହାଣ୍ଡି ମୋର ଜିପିଟା ହଉଛି ମିନଗୁର ଗାଁଟା ହଉଛି ଖମନପଡ଼ା ଆମର ବ୍ଲକଟା ହଉଛି କଲମପୁର। ଶୁଣନ୍ତୁ ଆମର ଜନଗହଳି ଆଜି ହେଇଛି ତମେ ତ ଜାଣି ପାରିଥିବେ କିନ୍ତୁ ଆମ ଭାଇ ମାନେ ଅଛନ୍ ମୁଖ୍ୟ ଅତିଥି ଅଛନ୍ ତ ଆମର ଦାଦା ମତିରାମ ନାୟକ ତାଙ୍କର ଅଧ୍ୟକ୍ଷତାର ହିସାବରେ ଆମେ କଳାହାଣ୍ଡି ଏଣ୍ଡ ସବୁ ଅଲ୍ ଡିଷ୍ଟ୍ରିକ୍ଟ ଓଡ଼ିଶା ଯାହା ବି ବୁଝିପାରୁନ ସେଟା ତ ଆମେ ସେନେ ବୈଠକ କଲୁ। ବୈଠକ କଲା ପରେ ସାରିଲା ପରେ ଦାଦା ଯେନ୍ କଥା ଅନୁମତି ଦେଲେ ଅନୁମତି ହିସାବରେ ଆଜି ଗୋଟେ ଆମେ ଭେଟଘାଟ ହେଲୁ କେନ୍ ହେଲୁ ତାଙ୍କର ଗାଁରେ ହେଲୁ। ତ ଶୁଣନ୍ ତ ଦାଦା ହିସାବରେ ସବୁ କିଛି ଆମର ଅଭିଯୋଗ ହେଲା ଆଉ ବହୁତ ଆଉ ଜଣେ ଆମର ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ନମସ୍କାର। ତ ଆଜିର ଏଇ ପାଣ୍ଡୁ ବଂଶ ବିଷୟରେ ଆପଣଙ୍କର ମତାମତ କଣ ରହିଲା? ଠିକ ସାର୍
ବହୁତ ଖୁସି ଲାଗୁଛି। ଆମର ପରମ୍ପରା ଦେଇକିନା ପାଣ୍ଡୁ ବର୍ଷିଆ ଏଇଭଳିଆ ବଡ ଧରଣର ଉତ୍ସବ ହେଇନଥିଲା। ମତେ ଏଇ ପାଣ୍ଡୁ ବର୍ଷିଆ ତରଫରୁ ମାନେ ଜିଲ୍ଲା ତରଫରୁ ଆମେ ଯୋଗାଯୋଗ କେମିତି କରିବେ ସେ ଦାୟିତ୍ୱଟା ମତେ ଦେଇଥିଲେ। ଆଉ ଜିଲ୍ଲା ସାରା ମୁଁ କଭର କରିଥିଲି, ସମସ୍ତଙ୍କୁ ବାର୍ତ୍ତା ଦେଇଥିଲି। ଆଉ ଏଇ ବାର୍ତ୍ତା ମାଧ୍ୟମରେ ଆମେ ତ ଭାବିଥିଲୁ ପ୍ରାୟ 3000 ରୁ 4000 ଲୋକ ହେବେ ବୋଲିକିନା, କିନ୍ତୁ ପ୍ରାୟ 12,000 ରୁ ଉର୍ଦ୍ଧ୍ୱ ଲୋକ ହେଇଗଲେ। ସେଇଟା ପାଇଁ ଆମେ ବହୁତ ନିଜକୁ ଧନ୍ୟବାଦ କରୁଛୁ। ଆଉ ଧନ୍ୟବାଦ ଦେବୁ ଏଇ ବିବାହ ଫିବାହ କାର୍ଯ୍ୟ ସାରିକିନା ଏତେ ଲୋକ ସଂଖ୍ୟାରେ ଆଜି ପହଞ୍ଚି ସାରିଛନ୍ତି। ଏଣୁ ପାଣ୍ଡୁବଂଶିଆ ଭାଇ ଭଉଣୀ ଭାଇମାନଙ୍କୁ ସମସ୍ତଙ୍କୁ ଆମେ ପାଣ୍ଡୁବଂଶିଆ କମିଟି ତରଫରୁ ବହୁତ ଧନ୍ୟବାଦ ଦଉ। तो साଙ୍ଗମାନେ ଏବେ ଦେଖିପାରିଲେ ଆପଣମାନେ ଆମର ଏଇ ମହାସମ୍ମିଳନୀ ବିଷୟରେ ଆମର ଆଜ୍ଞା ମାନେ ବହୁତ କିଛି କହିଲେ। ତ ଆମେ ଭିଡ଼ିଓଟି ବେଶୀ କିଛି କହିବାନି, ତ ଭିଡ଼ିଓଟା ଆମେ ଏଇଠି ଏଣ୍ଡ କରିଦେବା। ଦେଖା ହବା ନେକ୍ସଟ ଭିଡ଼ିଓରେ। ରହିଲି ସମସ୍ତଙ୍କୁ ଜୟ ଜୁହାର।